ଆଜି ପଢ଼ିବା ଦଳର ପ୍ରକାର ଭେଦ ଟାଇପ୍ସ ଅଫ୍ ପାର୍ଟିଜ୍। ଆମେ କାଲି ପଢ଼ିଥିଲେ ଦଳ ଦୁଇ ପ୍ରକାର ରହୁଛି, ଗୋଟିଏ ଜାତୀୟ ରାଜନୈତିକ ଦଳ, ଗୋଟିଏ ହେଉଛି ଆଞ୍ଚଳିକ ରାଜନୈତିକ ଦଳ। ଜାତୀୟ ରାଜନୈତିକ ଦଳ 9ଟି ଅଛି। କାଲି ମୁଁ କହିଥିଲି ଗୋଟିଏ ହେଲା ଭାରତୀୟ ଜାତୀୟ କଂଗ୍ରେସ, ଭାରତୀୟ ଜନତା ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି, NCP ନ୍ୟାସନାଲ କଂଗ୍ରେସ ପାର୍ଟି, ସର୍ବଭାରତୀୟ ତୃଣମୂଳ କଂଗ୍ରେସ, AITMC ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ, ନ୍ୟାସନାଲ ପିପୁଲ୍ସ ପାର୍ଟି, NPP ଆମ୍ ଆଦମୀ ପାର୍ଟି। 1 2 3 4 5 6 7 8 9 9ଟି ଜାତୀୟ ରାଜନୈତିକ ଦଳ ଅଛି। ଆମେ ପ୍ରଥମେ ପଢ଼ିବା ଭାରତୀୟ ଜାତୀୟ କଂଗ୍ରେସ, ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ବା INC। 1885 ଖ୍ରୀଷ୍ଟାବ୍ଦରେ ସାର୍ ଆଲାନ ଆକ୍ଟନଭିଆନ ହ୍ୟୁମ୍ ନାମକ ଜଣେ ଅବସରପ୍ରାପ୍ତ ବ୍ରିଟିଶ ସାମରିକ ବେସାମରିକ ଅଧିକାରୀ ଏହାର ପ୍ରତିଷ୍ଠାତା ଥିଲେ। ତାହାର ନିର୍ବାଚନ ସଂକେତ ହେଉଛି ହାତ ବା ହାତ ପାପୁଲି। ଅଣ୍ଡରଲାଇନ୍ କରିଦେବ, ନିର୍ବାଚନ ସଂକେତ ହେଉଛି ହାତ ବା ହାତ ପାପୁଲି। ମନେ ରଖିବ 1885 ଖ୍ରୀଷ୍ଟାବ୍ଦରେ ସାର୍ ଆଲାନ ଆକ୍ଟନଭିଆନ ହ୍ୟୁମ୍ ନାମକ ଜଣେ ଅବସରପ୍ରାପ୍ତ ବ୍ରିଟିଶ ସାମରିକ ଅଧିକାରୀ ଏଇ ଯେଉଁ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିଷ୍ଠାତା ଥିଲେ। ଏତିକି ମନେ ରଖ। ତାପରେ ଆମେ ଯିବା ଭାରତୀୟ ଜନତା ପାର୍ଟି ବା BJP। BJP 1951 ମସିହାରେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନେତୃତ୍ୱରେ ଗଠିତ ଭାରତୀୟ ଜନସଂଘ ଭାରତୀୟ ସଂସ୍କୃତି ଓ ମର୍ଯ୍ୟାଦା ଭିତ୍ତିରେ ଦେଶରେ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଗଣତନ୍ତ୍ର ପ୍ରତିଷ୍ଠା କରିବା ଲକ୍ଷ୍ୟ ରଖିଥିଲା। କେତେରେ? 1951ରେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ସେ ତାଙ୍କ ନେତୃତ୍ୱରେ ଗୋଟେ ଗଢ଼ିଥିଲେ ଭାରତୀୟ ଜନସଂଘ। ସେଇଟା ପରବର୍ତ୍ତୀ ସମୟରେ କ'ଣ ହେଇଛି ନା 1980 ମସିହା ଏପ୍ରିଲ 6 ତାରିଖରେ ଏହା ନିଜର ନାମ ପରିବର୍ତ୍ତନ କରି ଭାରତୀୟ ଜନତା ପାର୍ଟି ବା BJP ରୂପେ ଆବିର୍ଭୂତ ହେଲା। ସେଇ ଯେଉଁ ଭାରତୀୟ ଜନସଂଘଟା ତାର ନାଁ ବଦଳେଇ ଦେଇକି ହେଲା କ'ଣ? BJP ଭାରତୀୟ ଜନତା ପାର୍ଟି। ତାହେଲେ ତାର ପ୍ରତିଷ୍ଠାତା ହେଉଛନ୍ତି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ। ତାହେଲେ ତାର ନିର୍ବାଚନ ସଂକେତ ଭାରତୀୟ ଜନତା ପାର୍ଟି ବା BJPର ନିର୍ବାଚିତ ସଂକେତ ହେଉଛି ନିର୍ବାଚନ ସଂକେତ ହେଉଛି ପଦ୍ମ ଫୁଲ। ବୁଝିହେଲା? ତାପରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବା CPI। 1964 ମସିହାରେ ସୃଷ୍ଟି କଲେ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ବା CPIM। CPIର ନିର୍ବାଚନ ସଂକେତ ହେଲା ଦା ଆଉ ଶସ୍ୟ କେଣ୍ଡା। ସେଇଟାକୁ ଅଣ୍ଡରଲାଇନ୍ କରିଦିବ। ଭାରତୀୟ କମ୍ୟୁନିଷ୍ଟ ପାର୍ଟି 1924 ମସିହାରେ କାନପୁରଠାରେ ସମାଜବାଦୀ ଗୋଷ୍ଠୀମାନଙ୍କର ଏକ ମିଳିତ ସମ୍ମିଳନୀ ଅନୁଷ୍ଠିତ ହୋଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବା CPIର ଜନ୍ମ ହେଲା। କେବେ ଜନ୍ମ ହେଲା? 1924 ମସିହା କାନପୁରଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବା CPIର ଜନ୍ମ ହେଲା। ମାର୍କ୍ସବାଦ ଆଉ ଲେନିନବାଦର ବିଶ୍ୱାସ କରୁଥିବା ଏହି ଦଳକୁ ସରକାର 1934 ମସିହାରେ ନିଷେଧ କରିଥିଲେ। ତୁମକୁ ଖାଲି ମନେ ରଖିବାକୁ ହେବ 1924 ମସିହାରେ କାନପୁରଠାରେ ସମାଜବାଦୀ ଗୋଷ୍ଠୀମାନଙ୍କର ଏକ ମିଳିତ ସମ୍ମିଳନୀ ଅନୁଷ୍ଠିତ ହୋଇ ଭାରତର କମ୍ୟୁନିଷ୍ଟ ପାର୍ଟି ବା CPI ଜନ୍ମ ନେଲା। ସେଇଥିରୁ ପୁଣି ଆଉ ଗୋଟେ ସେମାନେ ସେଥିମଧ୍ୟରେ ବିରୋଧ ହେବାରୁ ସେମାନେ ପୃଥକ ହୋଇ ମାନେ ଏହାକୁ ବିରୋଧ କରିବାକୁ ରାଜି ହେଲେ ନାହିଁ। ସେମାନେ ମୂଳ ଦଳରୁ ପୃଥକ ହୋଇଗଲେ। ଯେଉଁ CPIରୁ ପୃଥକ ହୋଇକି ବାହାରିକି ସେମାନେ ଆଉ ଗୋଟେ ଦଳ କଲେ CPIM ମାନେ କମ୍ୟୁନିଷ୍ଟ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ସେଇଟା ହେଲା। ତାର ସଂକେତ ହେଲା ଦା ଆଉ ଶସ୍ୟକଣ୍ଡା। ତାପରେ ଆମେ ପଢ଼ିବା ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି CPIM। ଯେଉଁ CPIରୁ ଅଲଗା ହେଇକି ଆଉ ଗୋଟେ ପାର୍ଟି ହେଲା CPIM। ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ବା CPIM CPI ଠାରୁ ହିଁ ଜନ୍ମ ନେଇଛି। ୟାର ନିର୍ବାଚନ ସଂକେତ ହେଲା ଦା, ହାତୁଡ଼ି, ପାଞ୍ଚମୁନିଆ ତାରା। ମନେ ରଖିବ। ତାର ଥିଲା ସଂକେତ ଦା ଆଉ ଶସ୍ୟକଣ୍ଡା CPIର। CPIMର ନିର୍ବାଚନ ସଂକେତ ହେଲା ଦା, ହାତୁଡ଼ି, ପାଞ୍ଚମୁନିଆ ତାରା। ତାପରେ ଆମେ ପଢ଼ିବା
ବହୁଜନ ସମାଜବାଦୀ ପାର୍ଟି BSP 1984 ମସିହା ଏପ୍ରିଲ ମାସ 14 ତାରିଖରେ ଅର୍ଥାତ୍ ବିଶିଷ୍ଟ ଦଳିତ ନେତା ତଥା ଭାରତ ସମ୍ବିଧାନର ଜନକ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜନ୍ମତିଥିରେ ଶ୍ରୀ କାଂଶୀରାମଙ୍କ ନେତୃତ୍ୱରେ ଜନ୍ମ ନେଲା ବହୁଜନ ସମାଜ ପାର୍ଟି। ତାହେଲେ ବହୁଜନ ସମାଜବାଦୀ ପାର୍ଟିର ହେଉଛି ପ୍ରତିଷ୍ଠାତା ହେଉଛନ୍ତି ଶ୍ରୀ କାଂଶୀରାମ। ସିଏ କେତେ 1984 ମସିହା ଏପ୍ରିଲ 14 ତାରିଖରେ ସେହି ଦଳଟିକୁ ମାନେ ପ୍ରତିଷ୍ଠା କରିଥିଲେ। 1997ରେ ନିର୍ବାଚନ ଆୟୋଗ ଏହାକୁ ଏକ ଜାତୀୟ ଦଳର ମାନ୍ୟତା ପ୍ରଦାନ କରିଥିଲେ। ଏହି ବହୁଜନ ସମାଜ ପାର୍ଟିକୁ ଜାତୀୟ ଦଳର ମାନ୍ୟତା ମିଳିଥିଲା 1997 ମସିହାରେ। ତାର ନିର୍ବାଚନ ସଂକେତ ହେଉଛି ହାତୀ ଚିହ୍ନ ହେଲା। ବହୁଜନ ସମାଜବାଦୀ ପାର୍ଟି ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଆଦର୍ଶ ଓ ଶିକ୍ଷାରେ ଅନୁପ୍ରାଣିତ ହୋଇ ଏହି ବହୁଜନ ସମାଜବାଦୀ ପାର୍ଟିଟି କାର୍ଯ୍ୟ କରୁଅଛି। ସେଥିରେ ମୁଖ୍ୟ ଇଏ ରହୁଛି କ'ଣ ନା ଦଳିତ ମହିଳାମାନଙ୍କୁ ସମସ୍ତ ପ୍ରକାର ଶୋଷଣରୁ ମୁକ୍ତି ଦେବା, ଅସ୍ପୃଶ୍ୟତା ନିବାରଣ କରିବା, ଭୂମିହୀନ ଓ କ୍ଷୁଦ୍ର ଚାଷୀଙ୍କ ସ୍ୱାର୍ଥ ରକ୍ଷା କରିବା, ଶିଶୁ ଶ୍ରମିକ ପ୍ରଥାର ଉଚ୍ଛେଦ, ସରକାରୀ ଉଦ୍ୟୋଗର ଦୃଢ଼ୀକରଣ, ଗ୍ରାମ୍ୟ ଓ କୁଟୀର ଶିଳ୍ପର ପ୍ରସାର, ଅମଲାତନ୍ତ୍ରକୁ ଉତ୍ତରଦାୟୀ କରିବା, ସ୍ୱାୟତ୍ତ ଶାସନ ଅନୁଷ୍ଠାନଗୁଡ଼ିକୁ ଅଧିକ କ୍ଷମତାଶାଳୀ କରିବା ଓ କ୍ରିୟାଶୀଳ କରିବା, ପଡ଼ୋଶୀ ରାଷ୍ଟ୍ରଙ୍କ ସହ ଉତ୍ତମ ସମ୍ପର୍କ ରଖିବା ଉପରେ ଏହି ଦଳ ସଚେତନ ଓ ସକ୍ରିୟ ଭୂମିକା ଗ୍ରହଣ କରେ। କେଉଁଟା? ବହୁଜନ ସମାଜବାଦୀ ପାର୍ଟି। ଇଏ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ନୀତିରେ ଅନୁପ୍ରାଣିତ। ତାପରେ ଆମେ ଯିବା ଜାତୀୟବାଦୀ କଂଗ୍ରେସ ପାର୍ଟି ବା NCP ନ୍ୟାସନାଲ କଂଗ୍ରେସ ପାର୍ଟି। ଶରତ ପାୱାର, P.A. ସାଙ୍ଗମା ଏବଂ ତାରିକ ଅନୱାରୀଙ୍କ ଭଳି କଂଗ୍ରେସ ନେତାମାନେ ସେମାନେ କ'ଣ କଲେ? କୌଣସି ବିଦେଶୀ ବଂଶୋଦ୍ଭବ ବ୍ୟକ୍ତିଙ୍କୁ ଭାରତର ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ବସାଇ ନ ଦେବା ପାଇଁ ଉଦ୍ୟମ ଆରମ୍ଭ କଲେ। ଏଇ ଯେଉଁ ଶରତ ପାୱାର, P.A. ସାଙ୍ଗମା, ତାରିକ ଅନୱାରୀ ଏଇ ଯେଉଁ କଂଗ୍ରେସ ନେତାମାନେ ଥିଲେ ସେମାନେ କହିଲେ ଯେ ଆମ ଭାରତୀୟମାନେ ଯେଉଁମାନେ ଭାରତର ନାଗରିକ ବା ଭାରତୀୟ ଯେଉଁମାନେ ମୂଳତଃ ଭାରତୀୟ ସେମାନେ କ'ଣ ହେବେ? ଆମ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ହେବେ। କୌଣସି ବିଦେଶୀ ବଂଶୋଦ୍ଭବ ବ୍ୟକ୍ତିଙ୍କୁ ଆମେ ଭାରତର ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ଆସନରେ ବସାଇ ଦେବୁ ନାହିଁ। ସେଇଆକୁ ଆଧାର କରିକି ସେମାନେ ସୃଷ୍ଟି କଲେ ଜାତୀୟବାଦୀ କଂଗ୍ରେସ ପାର୍ଟି। ବୁଝିହେଲା? ୟାର ହେଉଛି ନିର୍ବାଚନ ସଂକେତ ହେଉଛି ଘଣ୍ଟା। 2000 ମସିହା ଜାନୁଆରୀ 10 ତାରିଖରେ ଯେଉଁ କ'ଣ ହେଲା ନିର୍ବାଚନ ଆୟୋଗ ଘଣ୍ଟାକୁ ଏହାର ନିର୍ବାଚନ ସଂକେତ ରୂପେ ଘୋଷଣା କରିଛନ୍ତି। ତୁମେ ଖାଲି ମନେ ରଖିବ, ମୁଁ ଖାଲି ମେନ୍ ପଏଣ୍ଟ ଗୁଡ଼ା କହିଦେଉଛି, ଆଉ କ୍ୱେଶ୍ଚନ୍ ଆନ୍ସର୍ ଡିସ୍କସନ୍ କଲେ ତୁମେ ସବୁ ଜାଣିପାରିବ। ଦ୍ୱାଦଶ ଲୋକସଭାର ବିଲୟ ପରେ ଇନ୍ଦିରା କଂଗ୍ରେସ ମଧ୍ୟରେ ବିଦ୍ରୋହର ସ୍ୱର ଉଠିଲା। ଯେଉଁ ଇନ୍ଦିରା ଗାନ୍ଧୀଙ୍କର ଯେଉଁ ଏକଛତ୍ରବାଦ ହେଇଗଲା, ଯେଉଁ 1976 1978ରେ ଯେଉଁ ସବୁ କାମ ଗୁଡ଼ାକ କଲେ, ଯେଉଁ ଏକଛତ୍ରବାଦ ରାଜ ଚଳେଇଲେ, ତାହାକୁ ବିରୋଧ କରିକି ସେମାନେ କ'ଣ କଲେ? ମାନେ ଶରଦ ପାୱାର, P.A. ସାଙ୍ଗମା, ତାରିକ ଅନୱାରୀ ଏମାନେ ଏଇ ଯେଉଁ ଜାତୀୟ କଂଗ୍ରେସ ପାର୍ଟି ବା NCP ଗୋଟେ ଗଠନ କଲେ। ତାପରେ ହେଲା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ ବା AITMC ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ। ପଶ୍ଚିମବଙ୍ଗ, ତ୍ରିପୁରା, ମଣିପୁର କେଉଁଠି ଅଛି? ୱେଷ୍ଟ ବେଙ୍ଗଲରେ ଯେଉଁ ମମତା ବାନାର୍ଜୀ ଅଛନ୍ତି ସେ ତାଙ୍କର ଅଛନ୍ତି ମୁଖ୍ୟ ହେଲା। ଏବେ ଅଛନ୍ତି ମମତା ବାନାର୍ଜୀ। ପଶ୍ଚିମବଙ୍ଗ, ତ୍ରିପୁରା, ମଣିପୁର, ଅରୁଣାଚଳ ପ୍ରଦେଶରେ କାର୍ଯ୍ୟରତ ଏହି ଦଳ 2016 ମସିହା ସେପ୍ଟେମ୍ବର 2 ତାରିଖରେ କେତେ? 2016 ସେପ୍ଟେମ୍ବର 2 ତାରିଖରେ ରାଜନୈତିକ ଦଳର ମାନ୍ୟତା ପାଇଲା। 2016 ମସିହା ସେପ୍ଟେମ୍ବର 2 ତାରିଖରେ ଭାରତର ନିର୍ବାଚନ ଆୟୋଗ ଦ୍ୱାରା ଜାତୀୟ ରାଜନୈତିକ ଦଳର ମାନ୍ୟତା ପାଇଲା। ମୁଁ କହିଥିଲି ଯେଉଁ ପୂର୍ବ କ୍ଲାସ୍ରେ କେମିତି ଜାତୀୟ ରାଜନୈତିକ ଦଳର ମାନ୍ୟତା ପାଆନ୍ତି ହେଲା। କିନ୍ତୁ ଯେଉଁ NCP ଯେଉଁ ଜାତୀୟ କଂଗ୍ରେସ ପାର୍ଟି ସେ କେଉଁ ଅଞ୍ଚଳରେ ଅଛି ସେମାନେ କହୁଥିଲେ? ତାଙ୍କର ଅଲଗା ଅଞ୍ଚଳରେ ଅଛନ୍ତି। ଏମାନେ ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ ବା AITMCଟା ପଶ୍ଚିମବଙ୍ଗ, ତ୍ରିପୁରା, ମଣିପୁର, ଅରୁଣାଚଳ ପ୍ରଦେଶରେ ଅଛି। ୟାର ହେଉଛି ନିର୍ବାଚନ ସଂକେତ ହେଉଛି ଯୋଡ଼ା ଘାସ ଫୁଲ। ବୁଝିହେଲା? ଭାରତୀୟ ଜାତୀୟ କଂଗ୍ରେସରୁ ବିଚ୍ଛିନ୍ନ ହୋଇ ଏହା 1998 ମସିହା ଜାନୁଆରୀ 1 ତାରିଖରେ ମମତା ବାନାର୍ଜୀଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇ କେନ୍ଦ୍ର ବାମ ବା ସେଣ୍ଟର ଲେଫ୍ଟ ରାଜନୈତିକ ସ୍ଥିତି ଥିବା ଏହି ଦଳର ରାଜନୈତିକ ବିଚାରଧାରା ହେଉଛି ଜାତୀୟତାବାଦ, ଗଣତାନ୍ତ୍ରିକ ସମାଜବାଦ ଓ ଧର୍ମ ନିରପେକ୍ଷତାବାଦ। ୟାର ହେଉଛି ସ୍ଲୋଗାନଟା ହେଉଛି ମା, ମାଟି, ମଣିଷ, MMM
ମା ମାଟି ମଣିଷ ଇ ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସର ସ୍ଲୋଗାନଟା ହେଲା ଏଇଆ ବୁଝିହେଲା। ତାପରେ ନ୍ୟାସନାଲ୍ ପିପୁଲ୍ସ ପାର୍ଟି ବା NPP 2012 ମସିହା ଜୁଲାଇ ମାସରେ NCP ନ୍ୟାସନାଲ୍ କଂଗ୍ରେସ ପାର୍ଟି ଦଳରୁ ବହିଷ୍କୃତ ହୋଇଥିବା PA ସାଙ୍ଗମା ନିଜ ରାଜ୍ୟ ମେଘାଳୟରେ ଏକ ରାଜନୈତିକ ଦଳ ଗଠନ କରିଥିଲେ। PA ସାଙ୍ଗମା ଗୋଟେ ରାଜନୈତିକ ଦଳ ଗଠନ କରିଥିଲେ କେଉଁଟା 2013 ମସିହା ଜାନୁଆରୀ 6 ତାରିଖରେ ପ୍ରତିଷ୍ଠିତ ଏହି ଦଳର ନାମ ରଖାଯାଇଥିଲା ନ୍ୟାସନାଲ୍ ପିପୁଲ୍ସ ପାର୍ଟି। ତାହେଲେ 2013-6ରେ ପ୍ରତିଷ୍ଠା ହେଲା ନ୍ୟାସନାଲ୍ ପିପୁଲ୍ସ ପାର୍ଟି ବା NPP। ତାର ପ୍ରତିଷ୍ଠାତା ହେଉଛନ୍ତି PA ସାଙ୍ଗମା। ସମଗ୍ର ଉତ୍ତର ପୂର୍ବ ଭାରତରେ ଏହା ହେଉଛି ପ୍ରଥମ ଜାତୀୟ ଦଳ। ଇଏ ବି ଗୋଟେ ଜାତୀୟ ଦଳ। 2019 ମସିହା ଜୁନ 7 ତାରିଖରେ ନିର୍ବାଚନ ଆୟୋଗ ଏହାକୁ ଜାତୀୟ ଦଳର ମାନ୍ୟତା ପ୍ରଦାନ କରିଛନ୍ତି। ୟାର ନିର୍ବାଚନ ସଂକେତ ହେଲା ପୁସ୍ତକ, ମନେ ରଖିବ ୟାର ପୁସ୍ତକ। ଏଇଟା ସମଗ୍ର ଉତ୍ତର ପୂର୍ବ ଭାରତରେ ପ୍ରଥମ ଜାତୀୟ ଦଳ। ତାପରେ ଏଇଟା 2013 ମସିହା ଜାନୁଆରୀ 6 ତାରିଖରେ ପ୍ରତିଷ୍ଠିତ ହୋଇଥିଲା। PA ସାଙ୍ଗମା ତାର ପ୍ରତିଷ୍ଠାତା। 2019 ମସିହା ଜୁନ 7 ତାରିଖରେ ନିର୍ବାଚନ ଏହାକୁ ଏକ ଜାତୀୟ ଦଳର ମାନ୍ୟତା ଦିଆଯାଇଛି। ଯେତିକି କହିଦେଉଛି ପିଲାମାନେ ଦେଖିଥିବ ବହୁତ ବଡ଼ ବଡ଼ ପାରା ଅଛି, ମୁଁ ଯେଉଁଟା ଇମ୍ପୋର୍ଟାଣ୍ଟ ଅଛି ସେଇଟାକୁ କେବଳ ଫୋକସ୍ କରୁଛି। ତାପରେ ଆମ୍ ଆଦମୀ ପାର୍ଟି। ଆମ୍ ଆଦମୀ ପାର୍ଟି କ'ଣ ହେଲା 2012 ନଭେମ୍ବର 26 ତାରିଖରେ ଗଠିତ ତାଙ୍କ ଦଳ ଆମ୍ ଆଦମୀ ପାର୍ଟି ବା ଆପ୍ ମାତ୍ର 13 ମାସ ବ୍ୟବଧାନରେ ଅନୁଷ୍ଠିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପଦାର୍ପଣ କରି 70ରୁ 28ଟି ସିଟ୍ ଆସନ କରିଥିଲା। ତାର ମୁଖ୍ୟ ପ୍ରବକ୍ତା କିଏ ଥିଲେ ମାନେ ବିଶିଷ୍ଟ ଗାନ୍ଧୀବାଦୀ अन्ना हजारे, विशिष्ट गांधीवादी नेता, भ्रष्टाचार विरोधी आंदोलन मुख्य प्रवक्ता तथा जन लोकपाल विधेयक पारित होगापी दाबीर बलिष्ठ उद्योक्ता हूँ अन्ना हजारे। सी मैक्सेस अवार्ड पाइथिले। अरविंद केजरीवाल व्यवस्थार परिवर्तन निमंते राजनीतिर पंक सफा करने उद्देश्य से प्रवेश करने उचित मन करते। निज गुरुं पंथारू सामान्य ओहरी जाई निज सहयोगी और समर्थन मान सहित एक नूतन राजनीतिक दल गठन करते। किए करथिले ना अरविंद केजरीवाल। अरविंद केजरीवाल जोटा दिल्ली रे अछंती वर्तमान दिल्ली, से अरविंद केजरीवाल गुरु होउचंती अन्ना हजारे। तांको आदर्श रे अनुप्राणित होई से गोटे दल गठन कले, सेटा होउची आम आदमी पार्टी, जोटा 2012 नवेम्बर 26 तारिख रे हैला। तापरे तार होउची संकेत होउची निर्वाचन संकेत होउची झाड़ू। तापर आमे पढ़िबा आंचलिक राजनैतिक दल। आंचलिक सी गला 9टी गला होउची कोन 9टी गला जातीय राजनैतिक दल। एबे आमे पढ़िबा आंचलिक राजनैतिक दल। आंचलिक राजनैतिक दल रे आसुची अकाली दल। अकाली दल होउची 1924 मसिया प्रतिष्ठित। अकाली दल होउची देशर सर्वपुरातन आंचलिक राजनैतिक दल। यार होउची मुख्य कार्यक्षेत्र हैला पंजाब, मने रखिबो। तापर होउची जम्मू काश्मीर नेशनल कॉन्फ्रेंस। तार मुख्य प्रतिष्ठाता होउचंती शेख अब्दुल्ला। 1932 मसिया रे प्रतिष्ठित जम्मू काश्मीर एक आंचलिक दल, बुझीला। शेख अब्दुल्ला ताक पुत्र फारूक अब्दुल्ला नाती ओमार अब्दुल्ला एमाने मुख्यमंत्री होइतिले से जो जम्मू काश्मीर नेशनल कॉन्फ्रेंस पार्टी रु, बुझीला। तापर डीएमके हला द्राविड़ मुनेत्री काजगम बा डीएमके 1949 मसिया तमिलनाडु रे CN अन्नादुराई द्वारा प्रतिष्ठित होइतिला। तुमे सब बेले मन रखिबो सबु दलर प्रतिष्ठाता नाम एवं केबे को मसिया रे तयारी होइतिला एवं तार फुल फॉर्मटा। जेमिति डीएमके हला द्राविड़ मुनेत्री काजगम 1949 मसीहा तमिलनाडु रे CN अन्नादुराई द्वारा प्रतिष्ठित होइतिला। एइटा गोटे ब्राह्मण विरोधी, हिंदी भाषा विरोधी, उत्तर भारतीय विरोधी रूपे प्रतिष्ठा लाभ करिथिला। एई दलर मुख्य माने थिले कि CN अन्नादुराई, M करुणानिधि, ताकर पुत्र सुपुत्र MK स्टालिन मुख्यमंत्री होइथिले। तापरे AIDMK 1972 मसीहा रे तमिलनाडु रे DMK दल भांगी कि आउ गोटे दल गठन हैला। तार होउची प्रतिष्ठाता होउचंदी MG रामचंद्रन। MG रामचंद्रन सी AIDMK ऑल इंडिया अन्ना द्राविड़ मुनेत्री काजगम गठन करथिले। ताको परे ताकर शिष्या जयललिता मुख्यमंत्री हेइथिले। AIDMK कर होउची MG रामचंद्रन आउ जयललिता। DMK कर होउची CN अन्नादुराई, M करुणानिधि, MK स्टालिन। एति खाली मन रखबो। तेलुगु देशम पार्टी होउची तेलुगु NT रामाराव, जो ताकर फिल्म हीरो
जो फिल्म स्टार एन.टी. रामारायଙ୍କ द्वारा आंध्रप्रदेश होता तेलुगुदेशम पार्टी हूँ आंध्रप्रदेश आंचलिक दल 1982 मसीह गठन होता यार विरोधी थिले कांग्रेस विरोधी यहाँ थिला दुर्नीति विरोधी थिला तांकर एई दलरू किए किए होती ना एन.टी. रामाराव एन.टी.आर. जो फिल्म हीरो जो से माने जो एन.टी. रामाराव एन.टी.आर. जहाँ कहते तापर एन चंद्रबाबू नायडू मुख्यमंत्री होते तापर आसाम गणपरिषद हूँ 1985 मसीहा आसामर छात्र मान द्वारा से सृष्टि होता तार मुख्यमंत्री होती प्रफुल्ल कुमार महंत तापर हूँ बिजु जनता दल ओडिशार प्रबाद पुरुष बिजु पट्टनायक मृत्यु पर 1997 मसीहा डिसेम्बर 26 तारिख में बिजु जनता दल गठित होता है ओडिशार अच्छी है तार निर्वाचन संकेत होती शंख ताकर सुपुत्र होती नवीन पट्टनायक से 5 थर जाक मुख्यमंत्री होते तापर अन्यान्य दल आसूची यहीगुड़ा है आंचलिक राजनैतिक दल टे मुष्टिमेय आंचलिक राजनैतिक दल एमानकर दबदबा ताक निज राज्य निज अंचल रोची रही आसी अच्छी तापर अन्यान्य दल एगुड़ाक रहा जमीती महाराष्ट्र बाल ठाकरे शिवसेना हरियाणार ओम प्रकाश चौताला नेतृत्व में भारतीय लोक दल इत्यादि बुझिपार एटा खाली टिके टिके ये कर आम पढ़ा भारत रे विरोधी दलर भूमिका मुझे दिन कही विश्वर सर्वबृहत गणतंत्र होची भारत गोटे भल विरोधी दल रहिले शासन सुचारू रूपे परिचालित होई पारिबो तापरे मेंटो राजनीति जदि कोनोसी दल माने संख्यागरिष्ठता हासिल न करि पारे ताहले से अन्य दल सहित मिसिकी जदि शासन करे ताहाको कोआलिशन पॉलिटिक्स बा मिलित बा मेंटो राजनीति कहुए तापरे मेंटो राजनीतिर प्रकृति रे कौन अच्छी माने खाली टिके टिके शुणी दियो पिला माने मिलित बा मेंटो राजनीति बहुदलीय गणतंत्र वास्तव अभिज्ञता एथिरे अति कम 2 बा ततोधिक राजनैतिक दल सामिल होता मुझे जदि गोटे दल संख्यागरिष्ठता न हासिल करें आउ अन्य सहित मिसिकी करे यह एक स्थिर और स्थायी व्यवस्था नुहे बरम अस्थायी और गतिशील राजनीति कौन अंशीदार दलर स्थायी बंधु कि स्थायी शत्रु न था कौन दलर कहीं स्थायी शत्रु कि स्थायी मित्र नुहति से माने समय अनुसार मित्र और शत्रु बनई था निजर स्वार्थ दृष्टि ये खाली मन रख तापरे गोष्ठीवाद मेंटो राजनीति बा मेंटो मिलित राजनीतिर कारण कौन पाई आमर जो कोआलिशन पॉलिटिक्स होउची बा गोष्ठीवाद बा मेंटो राजनीति होउची जेतेबेले मु बारंबार कहूची जेतेबेले गोटिए दल संख्यागरिष्ठता निरंकुश संख्यागरिष्ठता पाई पारु नाही सेतेबेले अन्य बीजेपी हो बीजेडी हो अन्य राजनीतिक दल मान सहित मिसिकी जो शासनटा कहते मेंटो राजनीति तार कारण कौन तार कारण हूँ बहुदलीय व्यवस्था भारत जो मल्टी पार्टी सिस्टम तार कारण हूँ सुविधावादी राजनीति बा अपॉर्चुनिस्टिक पॉलिटिक्स तार कारण हूँ राजनैतिक दल बदल राजनैतिक गोष्ठीवाद राजनैतिक ध्रुवीकरणहीनता कांग्रेस विरोधी नीति एटा हूँ गोष्ठीवादर माने कारण यही कारणरू माने कोआलिशन पॉलिटिक्सटा होची कारण एठारे बहुदलीय व्यवस्था रोची माने जमिति इंग्लैंड अमेरिका रे जमिति द्विदलीय व्यवस्था यही दल शासन करिबो नचेत आर दल एठी जेहेतु बहुत गुड़ाए दल आंचलिक दल छतु फुटिला बलिया फुटी उठिचंती एवं जातीय दल 9टी अछि एठी काहा किए संपूर्ण गरिष्ठता बा निरंकुश संख्या गरिष्ठता पाई पारु नाहंती तेणु करी अन्य मानक सहित मिसुचंती जोडा बहुदलीय व्यवस्था जोगु ही संभव होई परिची सुविधावादी राजनीति कोन माने निज सुविधा जमी वर्षा जुआड़े छत्ता सियाड़े निजर सुविधा जी जो अधिक पाइब जो राजनैतिक दल से पटकू से माने ओहरी पड़ुचंती बा मिसी जाउचंती राजनैतिक दल बदल मुझे तुमको कही आंटी डिफेक्शन ल जोटी अधिक मिलिब से माने कौन करुचंती ना पलई जाउचंती आउ गोटे दल को जहाँ को पावर अधिक मिल मनी अधिक मिल से माने से गोटे दल रु आउ गोटे दल को पलाउचंती सेटा भी गोटे मेंटो राजनीतिर गोटे कारण राजनीतिक गोष्ठीवाद निहाती भाव में जो गोष्ठी रोची किए को गोष्ठीर निज गोष्ठी को समर्थन करुचंती सेटा हूँ मेंटो राजनीतिर कारण
ତାପରେ ଆମେ ଯିବା ମେଣ୍ଟ ରାଜନୀତି ନିହିତାର୍ଥ ବା ପରିଣାମ। ତାର ପରିଣାମ କ'ଣ ହେଉଛି? ମେଣ୍ଟ ରାଜନୀତି ହେବା ଦ୍ୱାରା କ'ଣ କ'ଣ ତାର ପରିଣାମ ହେଉଛି ବା କନକ୍ଲୁଜନ୍ କ'ଣ ଆସୁଛି, କନସିକ୍ୱେନ୍ସ କ'ଣ ହେଉଛି, ଆମେ ସେଇଟା ପଢ଼ିବା। ସରକାର ମୁଖ୍ୟଙ୍କ ଗୁରୁତ୍ୱ ହ୍ରାସ। ଏଠି ଯେହେତୁ 12 ଆଡ଼ୁ ମିଶିକି ସରକାର କରୁଛନ୍ତି, ସେଥିପାଇଁ ସରକାର ମୁଖ୍ୟଙ୍କ ଗୁରୁତ୍ୱଟା କମିଯାଉଛି। ସାମ୍ବିଧାନିକ ମୁଖ୍ୟଙ୍କ ସକ୍ରିୟ ଭୂମିକା, ତାଙ୍କର ଯେଉଁ ସାମ୍ବିଧାନିକ ମୁଖ୍ୟ ଯିଏ ରହୁଛନ୍ତି କେନ୍ଦ୍ରରେ ରାଷ୍ଟ୍ରପତି, ରାଜ୍ୟରେ ରାଜ୍ୟପାଳ ହେଉଛନ୍ତି ସାମ୍ବିଧାନିକ ମୁଖ୍ୟ ହିସାବରେ, ସେମାନେ କାର୍ଯ୍ୟପାଳିକାର ନାମକୁ ମାତ୍ର କ୍ଷମତା ଉପଭୋଗ କରୁଛନ୍ତି। ତାଙ୍କର ସକ୍ରିୟ ଭୂମିକା ରହୁଛି। ଏକ ସୁପର କ୍ୟାବିନେଟ୍ର ଅଭ୍ୟୁଦୟ, ମାନେ ତୁମେ ଜାଣିଥିବ ମୁଁ କହିଥିଲି 3 ପ୍ରକାର ଯେଉଁ ମନ୍ତ୍ରୀ ରହୁଛନ୍ତି, କ୍ୟାବିନେଟ୍ ମନ୍ତ୍ରୀ, ଷ୍ଟେଟ୍ ମନ୍ତ୍ରୀ, ଡେପୁଟି ମନ୍ତ୍ରୀ ବା ଡେପୁଟି ମିନିଷ୍ଟର, କ୍ୟାବିନେଟ୍ ମିନିଷ୍ଟର ଆଉ ଷ୍ଟେଟ୍ ମିନିଷ୍ଟର। ସେ କହୁଛି ଗୋଟେ ସୁପର କ୍ୟାବିନେଟ୍ର ଅଭ୍ୟୁଦୟ ହେଉଛି, ବୁଝିହେଉଛି ବା ସୃଷ୍ଟି ହେଉଛି। ତାପରେ ରାଜନୈତିକ ବୈସାଦୃଶ୍ୟ ରହିବ। ବୈସାଦୃଶ୍ୟ ହେଲା ମାନେ ସାମଞ୍ଜସ୍ୟ ରହୁନି, ଯେହେତୁ ପରସ୍ପର ବିରୋଧୀ ବିଚାରଧାରା, ସମସ୍ତଙ୍କର ଅଲଗା ଅଲଗା ଦଳର ଅଲଗା ଅଲଗା ବିଚାରଧାରା, ସେଇଥିପାଇଁ ରାଜନୈତିକ ବୈସାଦୃଶ୍ୟ ରହୁଛି। ମନ୍ତ୍ରୀମାନଙ୍କ ଦାୟିତ୍ୱ ଏକ ପ୍ରହସନ। ବର୍ତ୍ତମାନ ଦେଖୁଥିବ ଟିଭି, ରେଡ଼ିଓ, ମୋବାଇଲରେ ଦେଖୁଥିବ କେମିତି ଦାୟିତ୍ୱ ଏମାନଙ୍କର ପ୍ରହସନ ରୂପେ ପରିଗଣିତ ହୋଇଛି। ତାପରେ ଶକ୍ତିଶାଳୀ ଅମଲାତନ୍ତ୍ର। ଶକ୍ତିଶାଳୀ ଅମଲାତନ୍ତ୍ର ତୁମେ ଜାଣିଥିବ, ସରକାରକୁ ଛାଡ଼ିଦେଲା ପରେ ଯେଉଁମାନେ ଯେଉଁ ଚାକିରି କରିଛନ୍ତି, ଯେଉଁ IAS, IFS, IRS, ଯେତିକି ସବୁ ସେଇ ଯେଉଁ ଅମଲାତନ୍ତ୍ର ବା ବ୍ୟୁରୋକ୍ରାସି ଯେଉଁଟା କହୁଛନ୍ତି, ପାୱାରଫୁଲ୍ ବ୍ୟୁରୋକ୍ରାସି, ସେମାନେ ଶକ୍ତିଶାଳୀ ହେଇଯାଉଛନ୍ତି। ବେଳେବେଳେ କ'ଣ ହେଉଛି, ଏଇ ଯେଉଁ ବ୍ୟୁରୋକ୍ରାସିର ଲୋକ ବି ଆସିକି ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିକି ମନ୍ତ୍ରୀ ଫନ୍ତ୍ରୀ ହେଉଛନ୍ତି। ଯେମିତି ଆମର ଅପରାଜିତା ଷଡ଼ଙ୍ଗୀ, ସିଏ ପ୍ରଥମେ IAS ଥିଲେ, ଏବେ ହେଉଛନ୍ତି ମାନେ ଯେଉଁ MP ହେଇଛନ୍ତି, ଠିକ୍ ସେମିତି। ତାପରେ ହେଉଛି ଯେମିତି ଆମର ପାଣ୍ଡିଆନ ଥିଲେ, ସିଏ ଜଣେ IAS ଥିଲେ, ସିଏ ଆସିକି ସେକ୍ରେଟାରୀ ଥିଲେ ନବୀନ ପଟ୍ଟନାୟକର, ସେଇଟା ହେଉଛି ଶକ୍ତିଶାଳୀ ଅମଲାତନ୍ତ୍ରର ଉଦାହରଣ। ତାପରେ ବାରମ୍ବାର ନିର୍ବାଚନ, ଆର୍ଥିକ ବୋଝ। ଯେହେତୁ କୋଆଲିସନ୍ ପଲିଟିକ୍ସ ହେଉଛି, ଜଣେ ସଂଖ୍ୟାଗରିଷ୍ଠତା ପାଇପାରୁନି, ବାରମ୍ବାର ନିର୍ବାଚନ ହେଉଛି। ନିର୍ବାଚନ ଏକ ବ୍ୟୟବହୁଳ ସମୟ ସାପେକ୍ଷ ଜିନିଷ, ସେଗୁଡ଼ା ହେଉଛି ଆର୍ଥିକ ବୋଝ ବଢ଼ୁଛି ସରକାର ଏଇ ଯେଉଁ ଦେଶରେ। ତାପରେ ଆଜି ପଢ଼ିବା କେନ୍ଦ୍ରରେ ମେଣ୍ଟ ରାଜନୀତି। କେନ୍ଦ୍ରରେ ମେଣ୍ଟ ରାଜନୀତି ତୁମେ ଜାଣିଥିବ 1977ର ମୋରାରଜୀ ଦେଶାଇଙ୍କ ଜନତା ପାର୍ଟି ସରକାର। କଂଗ୍ରେସ ତ ଜିତି ଆସୁଥିଲା 1947ରୁ 1977 ପର୍ଯ୍ୟନ୍ତ, କେବଳ କଂଗ୍ରେସ ଜିତିଛି ଭାରତରେ। କିନ୍ତୁ ସେହି ସମୟରେ 75 ଜୁନ୍ 1977 ମଧ୍ୟରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ କି ଇନ୍ଦିରା ଗାନ୍ଧୀ। ସେଥିପାଇଁ ଅନ୍ୟ ସମସ୍ତ ବିରୋଧୀ ଦଳ ଇନ୍ଦିରା ଗାନ୍ଧୀଙ୍କ ଦଳକୁ ଦେଖ ଶୁଣ କ'ଣ କହୁଛନ୍ତି। ସେ କ'ଣ କଲେ, ବିରୋଧୀ ଦଳଗୁଡ଼ିକ ପ୍ରମୁଖ ନେତାଗଣ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଏକଛତ୍ରବାଦ ରୂପକ କଂସର ବିନାଶ ପାଇଁ ଜେଲ୍ ମଧ୍ୟରେ ଜନତା ପାର୍ଟି ନାମକ କୃଷ୍ଣକୁ ଜନ୍ମ ଦେଲେ। ତାମାନେ ଯେଉଁ ଇନ୍ଦିରା ଗାନ୍ଧୀ ଯେଉଁ ଏକଛତ୍ରବାଦ କଲେ, ଜାତୀୟ ଜରୁରୀକାଳୀନ ପରିସ୍ଥିତି କାହା କଥା ନ ଶୁଣିକି ଜାରି କରିଦେଲେ। ଜାରି କରିଦେବା ଦ୍ୱାରା କିଛି ନେତାଙ୍କୁ ଜେଲରେ ରହିବାକୁ ପଡ଼ିଲା। ସେଇ ଜେଲ୍ ଭିତରେ ଏଇ ଯେଉଁ ନେତାମାନେ ଚିନ୍ତା କଲେ ଯେ ଆମେ ସମସ୍ତେ ମିଶିକି ଆଉ ଗୋଟେ ଦଳ କରିବା, ଯେଉଁଟା ଏଇ ଯେଉଁ କଂଗ୍ରେସ ପାର୍ଟିକୁ ମାନେ ବିରୋଧ କରିବ। ଏଇ ଯେଉଁ ଏକଛତ୍ରବାଦ ମନମୁଖୀ ଶାସନ ଚଲାଉଛନ୍ତି ଇନ୍ଦିରା ଗାନ୍ଧୀ ସରକାର, ତାର ବିରୋଧ କରିବା ପାଇଁ ସେ ଗୋଟେ ଜନତା ପାର୍ଟି ବୋଲି ଗୋଟେ ହେଉଛି ଯେଉଁ ଦଳ ଗଠନ କଲେ, ଯେଉଁଟା ସେଟା ବି ସେମାନେ ପ୍ରଧାନମନ୍ତ୍ରୀ ହେଇଛନ୍ତି, କିନ୍ତୁ ଅଳ୍ପ ଦିନ ପାଇଁ ତିଷ୍ଠି ପାରିଲା ନାହିଁ, ସେଟା ବେଶୀ ଦିନ ତିଷ୍ଠି ପାରିନଥିଲା। ଜନସଂଘ, ଭାରତୀୟ ଲୋକଦଳ, କଂଗ୍ରେସ ଓ ସମାଜବାଦୀ ପାର୍ଟି, CFD, ଚନ୍ଦ୍ରଶେଖରଙ୍କ ପୂର୍ବତନ କଂଗ୍ରେସ ଗୋଷ୍ଠୀ, ଅକାଳୀ ଦଳ, ସବୁ ଦଳ ମିଶିକି ଗୋଟେ ଦଳ ଗଠନ କଲେ, ଯେଉଁଟା ହେଉଛି ଜନତା ପାର୍ଟି। ଚକ୍ର ହଳଧର ଚିହ୍ନକୁ ନେଇ 1977ରେ ସାଧାରଣ ନିର୍ବାଚନ ଲଢ଼ିଥିଲେ। ସେଇଠୁ ମାନେ କଂଗ୍ରେସର କିଏ ଗୋଟେ ବିରୋଧୀ ଦଳ ଆସିଲା ବୋଲି ସମସ୍ତଙ୍କ ଆଖିକୁ ଦୃଶ୍ୟମାନ ହୋଇଥିଲା। ତାପରେ ଆମେ ପଢ଼ିବା 1979ର ଚରଣ ସିଂଙ୍କ ସରକାର। ସେଇଠୁ 1979ରେ କ'ଣ ହେଲା, ଚୌଧୁରୀ ଚରଣ ସିଂ ମୂଳ ଜନତା ପାର୍ଟିରୁ ଅଲଗା ହୋଇ ଜନତା ପାର୍ଟି ଏସ୍ ସୃଷ୍ଟି କଲେ। CPIMର ପରସ୍ପର ବିରୋଧୀ ଜର୍ଜ ଫର୍ଣ୍ଣାଣ୍ଡିସ୍, HN ବହୁଗୁଣାଙ୍କ ଗୋଷ୍ଠୀମାନଙ୍କୁ ସାମିଲ କରି ମୋରାରଜୀ ଦେଶାଇଙ୍କ ଠାରୁ ଅଧିକ ସଂଖ୍ୟକ ସମର୍ଥନ ଦର୍ଶାଇବାରୁ ରାଷ୍ଟ୍ରପତି ତାଙ୍କ ସରକାର ଗଢ଼ିବାର ସୁଯୋଗ ଦେଲେ। ସିଏ ମାତ୍ର ମାନେ 24 ଦିନ
रे हूँ मात्र 24 दिन प्रधानमंत्री होती से देला देखुन लोकसभार सम्मुखीन न हो दायित्व ग्रहण कर मात्र 24 दिन पर चरण सिंह प्रधानमंत्री पदर इस्तीफा देते। यही सरकार 1979 जुलाई 28 रु 1980 जानुरी 14-15 मात्र 24 दिन चरण सिंह होते प्रधानमंत्री। से बेसी दिन तिष्टि पारि नथिले। तापरे 1998 वीपी सिंह सी हूँ कौन कले माने कांग्रेस को छाड़ी आउ जो जो माने मेंट राजनीति यही हूँ तार गोटे गोटे उदाहरण। यहाँ हूँ 1998 वीपी सिंह जातीय सामुख्य सरकार, तापर हूँ 1990 चंद्रशेखर सरकार, 1996 एचडी देवगौड़ा मिलित सामुख्य सरकार, तापर 1997 आईके गुजराल मिलित सामुख्य सरकार, 1998 1969 अटल बिहारी वाजपेयी सी भी अल्प दिन क्षमता को आसी मात्र केते दिन से शासन करिसेंती सेही समय 13 दिन वाजपेयी 1996 मसीहा मे 17 रु 29 पर्यंत अटल बिहारी वाजपेयी मात्र 13 दिन प्रधानमंत्री होती। एमिति जो माने आसी बहुत कम कम दिन रहीकि से माने इस्तीफा दे लोकसभा भांगी जाइछि है। तापर 2004 रे डॉक्टर मनमोहन सिंह संयुक्त प्रगतिशील सरकार बा यूपे यूनाइटेड प्रोविंसेस आलियंस बा संयुक्त प्रगतिशील यूनाइटेड प्रोग्रेसिव आलियंस करथिले 2004 मे 22 तारिख मनमोहन सिंह जो प्रधानमंत्री थिले। तापरे राज्य से गला देश रे तापरे आमे पढ़िबा राज्य मानकरे मेंट राजनीति ओडिसा रे भी मेंट राजनीति हिची। 1971 मार्च 5 विधानसभा निर्वाचन में कौन दल संख्यागरिष्ठता हासिल कर नपार उत्कल कांग्रेस स्वतंत्र दल हुल झारखंड दल केतेक स्वाधीन सभ्य को नहीं गठित विश्वनाथ दास नेतृत्व में एप्रिल 3 तारिख रे सरकार प्रतिष्ठा कले। यहाँ जो कोआलिशन पॉलिटिक्स बा मेंट राजनीति ओडिशा रे हिची। एठी भी से कहिछि माने जन कांग्रेस सरकार समर्थन प्रत्याहार कर 1971 जानुरी 9 तारिख में मुख्यमंत्री सिंहदेव इस्तीफा देले विधानसभा को भांगी देइथिले। राज्य में 2000 रु 2009 मसीहा पर्यंत बीजेडी और बीजेपी मेंट सरकार चली। सरकार समर्थन प्रत्याहार कर बिजू पट्टनायक प्रगति दल नामक नूतन दल गठन कले और तांको प्ररचना रे नंदिनी शतपथी और मंत्रिमंडल शिल्पमंत्री नीलमणि राउतराय 25 जन एमएलए को नहीं प्रगति दल में जोग देबारु सरकार पतन घटिला एवं नुआ सरकार गठन करने निमंते प्रगति दलर संख्यागरिष्ठता थिबा सत्वे 1973 मार्च 3 तारिख में राज्य में राष्ट्रपति शासन होता। ताने ओडिशा रे राष्ट्रपति शासन केबे जारी होता मन रख 1973 मसीहा मार्च 3 तारिख रे कारण भांगी जाइथिला नंदिनी यही करो करूनु 180 रे ना हम तो और के रही करियो दे तापरे आमे बिहार टा पढ़िबा। बिहार रे कोन हैला 1967 निर्वाचन में कौन दल संख्यागरिष्ठता हासिल करिपारिला नहीं। फल एक 5 दलीय अण कांग्रेस मेंटर नेतृत्व नहीं महामाया प्रसाद सिन्हा मार्च मासरे सरकार गठन कले। से कोआलिशन पॉलिटिक्स आरंभ है बिहार में 5टा दल मिसिकी कले। कांग्रेस विभेद राजनीति जो मिलित सामुख्य मेंटर बहु सदस्य दल बदल कर कांग्रेस रे जोगदेले। 1969 मध्यवर्ती निर्वाचन पर कांग्रेस परिचालित मेंट
ଆମର ଏବେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ। ପ୍ରଶ୍ନ ଉତ୍ତର 1 ନମ୍ବର କ ସେ ପଚାରୁଛି ନିମ୍ନୋକ୍ତ ମଧ୍ୟରୁ କେଉଁଟି ଆଞ୍ଚଳିକ ଦଳ ନୁହେଁ। ତୁମମାନଙ୍କୁ ପଢ଼ିଲା ବେଳେ କହିଥିଲି 9ଟି ଯେଉଁ ଜାତୀୟ ରାଜନୈତିକ ଦଳ ଆଉ ବହୁତ ଗୁଡ଼ାଏ ଆଞ୍ଚଳିକ ଦଳ। ସେ ପଚାରିଲା କେଉଁଟା ଆଞ୍ଚଳିକ ଦଳ ନୁହେଁ। ଦେଖ ଅକାଳୀ ଦଳଟା ଗୋଟେ ଆଞ୍ଚଳିକ ଦଳ ପଞ୍ଜାବରେ, ଏଟା ହେଉଛି ତେଲୁଗୁ ଦେଶମ ପାର୍ଟିଟା କେଉଁଠି ଆନ୍ଧ୍ରପ୍ରଦେଶରେ, ନ୍ୟାସନାଲ୍ କନଫରେନ୍ସଟା ଜାମ୍ମୁ କାଶ୍ମୀରରେ ଆଞ୍ଚଳିକ ଦଳ। ତାହେଲେ ନୁହେଁ କେଉଁଟା ବହୁଜନ ସମାଜବାଦୀଟା ଗୋଟେ ଆଞ୍ଚଳିକ ଦଳ ନୁହେଁ। ସେଇଟା ହେଉଛି କି ଦଳ? ସେଇଟା ହେଉଛି ଜାତୀୟ ରାଜନୈତିକ ଦଳ। ବୁଝିହେଉଛି। ତାପରେ ଖଟା ହେଲା ଭାରତରେ ରାଜନୈତିକ ଦଳଗୁଡ଼ିକ କାହା ଦ୍ୱାରା ସ୍ୱୀକୃତ ଓ ପଞ୍ଜୀକୃତ ହେବା ସହ ଦଳୀୟ ସଂକେତ ପ୍ରାପ୍ତ ହୁଅନ୍ତି। କହିଲୁ ଦେଖି ଏଇ ଯେଉଁ 6 ନମ୍ବର ଖ ଉତ୍ତରଟା କ'ଣ ହେବ? ଭାରତରେ ରାଜନୈତିକ ଦଳଗୁଡ଼ିକ ସ୍ୱୀକୃତି ପଞ୍ଜୀକୃତ ହେବା ଧର 1 ନମ୍ବର ଖ ନିର୍ବାଚନ ଆୟୋଗ। ସିଏ ପଚାରୁଛି ଭାରତରେ ରାଜନୈତିକ ଦଳଗୁଡ଼ିକ କାହା ଦ୍ୱାରା ସ୍ୱୀକୃତ ପଞ୍ଜୀକୃତ ହେବା ସହ ଦଳୀୟ ସଂକେତ ପ୍ରାପ୍ତ ହୁଅନ୍ତି। ତାହେଲେ ଉତ୍ତର ହେବ ନିର୍ବାଚନ ଆୟୋଗ ବା ଇଲେକ୍ସନ କମିଶନ। ତାପରେ ଗଟା କହ ନିମ୍ନଲିଖିତ ମଧ୍ୟରୁ କେଉଁଟି ଭାରତର ବହୁଦଳୀୟ ବ୍ୟବସ୍ଥା ଅପକାରିତା ନୁହେଁ? ଅପକାରିତା ନୁହେଁ ମାନେ କ'ଣ? ସେଟା ଉପକାର କରୁଛି ହେଲା। ଅପସନ ଅଛି କ'ଣ କୋଉଟା ହେବ ଉତ୍ତର? ବିଭିନ୍ନ ସ୍ୱାର୍ଥର ପ୍ରତିନିଧିତ୍ୱ। ବିଭିନ୍ନ ସ୍ୱାର୍ଥର ପ୍ରତିନିଧିତ୍ୱ ଉତ୍ତର ହେବ, କାରଣ ଏଇଟା ଉପକାରରେ ଯାଉଛି। ବିଭିନ୍ନ ସ୍ୱାର୍ଥର ପ୍ରତିନିଧିତ୍ୱ। ଭାରତରେ ବହୁଦଳୀୟ ବ୍ୟବସ୍ଥାର ଅପକାରିତା ନୁହେଁ ହେଉଛି ବିଭିନ୍ନ ଦଳର ପ୍ରତିନିଧିତ୍ୱ। ତାପରେ ଘଟା ନିମ୍ନୋକ୍ତ ମଧ୍ୟରୁ କେଉଁଟି ଗୋଟିକ ଆଞ୍ଚଳିକ ଦଳ ଅଟେ? କୋଉଟା ଆଞ୍ଚଳିକ ଦଳ? ସମାଜବାଦୀ ପାର୍ଟି। ଆର ଗୁଡ଼ାକ କି ଦଳ କି? କେଉଁ ଗୋଟିକ ଆଞ୍ଚଳିକ ଦଳ ଅଟେ? ସମାଜବାଦୀ ପାର୍ଟି। ତାକୁ ଛାଡ଼ିଦେଲା ପରେ ଆର 3ଟା କି ଦଳ? ରାଜନୈତିକ ଦଳ। ସେଟା ହେଉଛି କି ଦଳ? ରାଜନୈତିକ ଦଳ ଯେ ସେଟା ଜାତୀୟ ରାଜନୈତିକ ଦଳ। ଏଇଟା ହେଉଛି ଆଞ୍ଚଳିକ ଦଳ। ସେ ପଚାରିଲା କୋଉଟା ଆଞ୍ଚଳିକ ଦଳ? ସମାଜବାଦୀ ପାର୍ଟିଟା ହେଉଛି ଆଞ୍ଚଳିକ ଦଳ। ବୁଝିହେଲା। ଆର ଗୁଡ଼ା ସବୁ ଜାତୀୟ ରାଜନୈତିକ ଦଳ। ତାପରେ ନେକ୍ସଟ ବିରୋଧୀ ଦଳ ରୂପେ ସ୍ୱୀକୃତ ହେବା ପାଇଁ ଗୃହର ଆସନ ସଂଖ୍ୟାରୁ ଅତି କମରେ କେତେ ଦଖଲ କରିବାକୁ ହୁଏ? କେତେ? 1/10 ବା 1/10। ଠିକ ଅଛି। ତାପରେ ଭାରତୀୟ ଜାତୀୟ କଂଗ୍ରେସ କେବେ ପ୍ରତିଷ୍ଠା ହୋଇଥିଲା? 1885। କିଏ କରିଥିଲେ? ପଢ଼ିଲା ବେଳେ କହିଥିଲେ ଆଲାନ ଅକ୍ଟାଭିଆନ ହ୍ୟୁମ। ଭେରି ଗୁଡ୍। ତାପରେ ଏମାନଙ୍କ ମଧ୍ୟରୁ କେଉଁଟି ସର୍ବପୁରାତନ ଆଞ୍ଚଳିକ ରାଜନୈତିକ ଦଳ ଅଟେ? କୋଉଟା ସବୁ? ଅକାଳୀ ଦଳ। କୋଉଠି ଅଛି? ପଞ୍ଜାବରେ। ଅକାଳୀ ଦଳଟା ପଞ୍ଚମରେ। ସେଟା ହେଉଛି ସବୁଠୁ ପୁରାତନ ଆଞ୍ଚଳିକ ରାଜନୈତିକ ଦଳ। ତାପରେ ଭାରତୀୟ ଜାତୀୟ ପାର୍ଟି, ଭାରତୀୟ ଜନତା ପାର୍ଟି, ବିଜେପି ର ପୂର୍ବ ନାମ କ'ଣ ଥିଲା? ପଢ଼ିଲା ବେଳେ କହିଥିନି କ'ଣ ଥିଲା? ଭାରତୀୟ ଜନସଂଘ। ଭେରି ଗୁଡ୍। ତାପରେ କେଉଁ ମସିହାରେ ଭାରତୀୟ କମ୍ୟୁନିଷ୍ଟ ମାନେ ବିଭାଜିତ ହୋଇ 2ଟି ପୃଥକ ଦଳ ଗଠନ କଲେ? କୋଉ ମସିହା? 1964। ଭେରି ଗୁଡ୍। ତାପରେ ଏଗୁଡ଼ିକ ମଧ୍ୟରୁ କେଉଁଟି ଏକ ଜାତୀୟ ଦଳର ନିର୍ବାଚନ ସଂକେତ ନୁହେଁ? କୋଉଟା? ହାତୀଟା ତ ବିଏସ୍ପି ର, ସେଟା ତ ଜାତୀୟ ରାଜନୈତିକ ଦଳ। ହାତ ପାପୁଲିଟା ହେଉଛି କଂଗ୍ରେସର, ସେଟା ବି ଜାତୀୟ ରାଜନୈତିକ ଦଳ। ପଦ୍ମ ଫୁଲଟା ହେଉଛି ଯୋଡ଼ି ପତ୍ରଟା ହେଉଛି ଗୋଟେ ଆଞ୍ଚଳିକ ରାଜନୈତିକ ଦଳର ଇଏ। ବୁଝିପାରୁଛ ନା? ସେଟା କୋଉଠି ଅଛି? କୋଉଠି? ତାମିଲନାଡୁରେ। ଯୋଡ଼ି ପତ୍ରଟା ତାମିଲନାଡୁରେ ଅଛି। ଯୋଡ଼ା ଘାସ ଫୁଲ ବି ଅଛି। ସେଟା ତୃଣମୂଳ କଂଗ୍ରେସଟା କୋଉଠି ଅଛି? ପଶ୍ଚିମବଙ୍ଗ, ୱେଷ୍ଟ ବେଙ୍ଗଲ। ବୁଝିହେଲା ନା? ସିଏ ପଚାରୁଛି ଯେ କେଉଁଟି ଏକ ଜାତୀୟ ଦଳର ନିର୍ବାଚନ ସଂକେତ ନୁହେଁ? ତାର ଯୋଡ଼ି ପତ୍ର ହବ। ତାପରେ ନେକ୍ସଟ ବର୍ତ୍ତମାନ ଭାରତ କେତେ ଗୋଟି ଜାତୀୟ ଦଳ ଅଛନ୍ତି? 9ଟି। ଭେରି ଗୁଡ୍।
କିଏ ଭାରତୀୟ ଜାତୀୟ କଂଗ୍ରେସ ପ୍ରତିଷ୍ଠାତା? ହୁଁ ଏ ଓ ହ୍ୟୁ। ଆଲାନ୍ ଅକ୍ଟାଭିଆନ୍ ହ୍ୟୁ। ତାପରେ ନିମ୍ନୋକ୍ତ ମଧ୍ୟରୁ କେଉଁଟି ଭାରତର ଏକ ଜାତୀୟ ଦଳ ଅଟେ? ହୁଁ ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ। ଭେରି ଗୁଡ୍। ଆର ଗୁଡ଼ା ଯୋଉ ତିନିଟା ଅଛି ସେଟା କି କଣ? ରାଜନୈତିକ ଜାତୀୟ ସେଟା ଆଞ୍ଚଳିକ ରାଜନୈତିକ ଦଳ। ଆଞ୍ଚଳିକ ରାଜନୈତିକ। ତୋତେ ଆଞ୍ଚଳିକ ରାଜନୈତିକ ଦଳ ଆଉ ଗୋଟେ ହଉଛି ଜାତୀୟ ରାଜନୈତିକ ଦଳ, ମନେ ରହିଲା ତ? ତାପରେ ନେକ୍ସଟ, ନିମ୍ନୋକ୍ତ ମଧ୍ୟରୁ କେଉଁଟି ଜାତୀୟ ରାଜନୈତିକ ଦଳଟି 1980 ମସିହା ଏପ୍ରିଲ 6 ତାରିଖର ପ୍ରତିଷ୍ଠାତା ହୋଇଥିଲା? ବିଜେପି, ଭାରତୀୟ ଜନତା ପାର୍ଟି। ଭାରତୀୟ ଜନତା ପାର୍ଟିଟା ହେଉଛି 1980 ମସିହା ଏପ୍ରିଲ 6 ତାରିଖରେ ପ୍ରତିଷ୍ଠା ହୋଇଥିଲା। ତାପରେ ଭାରତରେ ଜାତୀୟ ଦଳର ମାନ୍ୟତା ଲାଭ ପାଇଁ ଗୋଟିଏ ରାଜନୈତିକ ଦଳକୁ ଅତି କମରେ କେତେ ଗୋଟି ରାଜ୍ୟ ଏକ ସ୍ୱୀକୃତ ଦଳର ମର୍ଯ୍ୟାଦା ଲାଭ କରିବ? 4ଟା। 4ଟା ରାଜ୍ୟରେ 4ଟାରୁ ଅଧିକ, 4ଟା ବା 4ଟାରୁ ଅଧିକ ରାଜ୍ୟରେ ଏକ ସ୍ୱୀକୃତ ଦଳର ମର୍ଯ୍ୟାଦା ଲାଭ କଲେ ସେଟା ହେଇଯିବ କଣ? ହଉଛି ଜାତୀୟ ରାଜନୈତିକ ଦଳ। ତାପରେ ଆମ ଦେଶରେ କେଉଁ ରାଜନୈତିକ ଦଳ ସମ୍ବିଧାନ ପ୍ରଣେତା ଡକ୍ଟର ଭୀମରାଓ ଆମ୍ବେଦକର ନୀତି ଓ ଆଦର୍ଶ ଦ୍ୱାରା ଅନୁପ୍ରାଣିତ? ବହୁଜନ ସମାଜ ପାର୍ଟି। ବହୁଜନ ସମାଜବାଦୀ ପାର୍ଟି ହେଉଛି ଡକ୍ଟର ଭୀମରାଓ ଆମ୍ବେଦକର ନୀତି ଆଦର୍ଶରେ ଅନୁପ୍ରାଣିତ। ତାପରେ କେଉଁ ରାଜନୈତିକ ଦଳ ବିଦେଶୀ ବଂଶୋଦ୍ଭବଙ୍କୁ ଭାରତ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଆଦି ଗୁରୁତ୍ୱପୂର୍ଣ୍ଣ ପଦବୀ ବସାଇ ନ ଦେବା ପାଇଁ ଗଠିତ ହୋଇଥିଲା? ଜାତୀୟବାଦୀ କଂଗ୍ରେସ ପାର୍ଟି ବା ଏନସିପି। ଠିକ ଅଛି। ତାପରେ ଏଇଟା ଯୋଉ ଏଇ କ୍ୱେଶ୍ଚନଟା ଯୋଉ ଏଇଟା ସେଇ ଯୋଉ କହିଥିଲେନି ଯୋଉ ଅଲଗା କୋଉ ବଂଶର ମାନେ ଆମ ରାଜନୀତିରେ ରାଷ୍ଟ୍ରପତି ନା ମୁଖ୍ୟମନ୍ତ୍ରୀ ହେବେନି, ରାଷ୍ଟ୍ରପତି ଆଉ ପ୍ରଧାନମନ୍ତ୍ରୀ କରାଇ ଦେବେ ନାହିଁ। ଆଜ୍ଞା। ଏଇ ଦଳର ଯୋଉ ଏମାନେ କହିଲେ ଯେ ଆମେ କୌଣସି ବିଦେଶୀ ବଂଶୋଦ୍ଭବକୁ, ଯୋଉମାନେ ଭାରତୀୟ ନୁହନ୍ତି, ବିଦେଶୀ ବଂଶୋଦ୍ଭବକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଆଦି ଗୁରୁତ୍ୱପୂର୍ଣ୍ଣ ପଦବୀରେ ବସାଇ ନ ଦେବା ପାଇଁ ଗଠିତ ହୋଇଥିଲା। ସେଟା ହଉଛି ଜାତୀୟବାଦୀ କଂଗ୍ରେସ ପାର୍ଟି। ପଢିଲା ବେଳେ କହିଥିନି ଏଇ ସାଙ୍ଗେ ସାଙ୍ଗେ। ସେଟା ଶରଦ ପାୱାର, ପିଏ ସାଙ୍ଗମା ଆଉ 3 ଜଣ ମିଶିକି କହିନଥିଲେ କି? ଏଇଠି ପଢିଲା ବେଳେ କହିଥିନି। ଏଇବା ଶରଦ ପାୱାର, ଶରଦ ପାୱାର, ପିଏ ସାଙ୍ଗମା, ତାରିକ ଅନୁଆରୀ ଏମାନେ ଗୋଟେ ଦଳ ଗଠନ କଲେ, କହିଲେ ଯେ ଆମେ କୌଣସି ବିଦେଶୀ ଲୋକଙ୍କୁ ଭାରତର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି କରେଇ ଦେବୁ ନାହିଁ। ସେଟା ହଉଛି ଜାତୀୟତାବାଦୀ କଂଗ୍ରେସ ଦଳ ବା ଏନସିପି। ତାପରେ କେଉଁ ସାଧାରଣ ନିର୍ବାଚନ ପରେ ଆଞ୍ଚଳିକ ରାଜନୈତିକ ଦଳମାନଙ୍କର ଆବିର୍ଭାବ ଘଟିଲା? ଚତୁର୍ଥ ସାଧାରଣ ନିର୍ବାଚନ ପରେ ସେଟା 1967 ହେଇଥିଲା। ଚତୁର୍ଥ ସାଧାରଣ ନିର୍ବାଚନ ପରେ ଆଞ୍ଚଳିକ ରାଜନୈତିକ ଦଳ ଗୁଡ଼ିକର ଆବିର୍ଭାବ ହେଲା। ଆମେ ପଢିଲା ବେଳେ ବେଶୀ ପାଇଲେ ନାହିଁ କି 1967ରେ ଆଞ୍ଚଳିକ ଦଳ ଗୁଡ଼ା ଯେତେବେଳେ ପଢିନି ସବୁ ଗୁଡ଼ା 1967 ନଥିଲା କି? ବୁଝିହେଲା? ତାପରେ କେଉଁମାନଙ୍କୁ କ୍ଷମତା ଦଳ, ରାଜନୈତିକ ଦଳ କ୍ଷମତା ଦଳ ବିଧିବଦ୍ଧ ଭାବେ ସର୍ବପ୍ରଥମେ କେଉଁ ଦେଶରେ ରାଜନୈତିକ ଦଳ ସୃଷ୍ଟି ହୋଇଥିଲା? ଯୁକ୍ତରାଷ୍ଟ୍ର ଆମେରିକା। କିଏ କହିଥିଲେ ଯେ ରାଜନୈତିକ ଦଳ ଗୁଡ଼ିକ ପବନ ଜୁଆର ଭଳି? ଲୋଏଲ କହିଥିଲେ। ଭାରତରେ ନିର୍ବାଚନ ପରିଚାଳନା ସହ ରାଜନୈତିକ ଦଳମାନଙ୍କୁ ନିୟନ୍ତ୍ରଣ କରୁଥିବା ଭାରତୀୟ ନିର୍ବାଚନ ଆୟୋଗ କି ପ୍ରକାର ସଂସ୍ଥା ଅଟେ? ସାମ୍ବିଧାନିକ ସଂସ୍ଥା ଅଟେ। ଭାରତୀୟ ନିର୍ବାଚନ ଆୟୋଗ ମାନେ ଇଣ୍ଡିଆନ ଇଲେକ୍ସନ କମିଶନଟା ହେଉଛି ଗୋଟେ କନଷ୍ଟିଟ୍ୟୁସନାଲ ବଡି ବା ସାମ୍ବିଧାନିକ ସଂସ୍ଥା। ତାପରେ ସଂସଦର ବିରୋଧୀ ଦଳ ନେତାଙ୍କୁ କେଉଁ ପାହ୍ୟାର ମନ୍ତ୍ରୀ ମିଳେ? କ୍ୟାବିନେଟ ମନ୍ତ୍ରୀ। ଠିକ ଅଛି। କେଉଁ ମସିହାରେ ସର୍ବପ୍ରଥମେ ଦଳବଦଳକୁ ନିରୁତ୍ସାହିତ କରିବା ପାଇଁ ସାମ୍ବିଧାନିକ କଟକଣା କରାଗଲା? 1985 ମସିହା। 1985 ମସିହା। କେତେ ସମ୍ବିଧାନ ସଂଶୋଧନ ଆଇନ କହିପାରିବୁ ନା? 52 ସମ୍ବିଧାନ ସଂଶୋଧନ ଆଇନ। 52ତମ ସମ୍ବିଧାନ ସଂଶୋଧନ ଆଇନ 1985 ମସିହାରେ କରାଯାଇଥିଲା। ଦଳ ବଦଳ ଆଣ୍ଟି ଡିଫେକ୍ସନ ଲ ପଢିଲା ବେଳେ କହିଥିଲି। ହଉ। ତାପରେ ଗୋଟିଏ ରାଜନୈତିକ ଦଳ ବରଂ ଗୋଟିଏ ଧୂମକେତୁ ଭଳି, ଯାହାର ସମ୍ମୁଖ ଭାଗରେ ରହିଛି ଏକ ଘନ ନ୍ୟଷ୍ଟି ନ୍ୟୁକ୍ଲିୟସ୍
ଓ ତାକୁ ଅନୁସରଣ କରୁଥାଏ ଏକ ଦୀର୍ଘ ଗ୍ୟାସୀୟ ଗୁଚ୍ଛ। ଏ କଥା କିଏ କହିଥିଲେ? ଜିସଫିଲ୍ଡ। ଜିସି ଫିଲ୍ଡ। ହୁଁ। ରାଜନୈତିକ ଦଳ ସୃଷ୍ଟି ନିମନ୍ତେ କେଉଁ ତତ୍ତ୍ୱ ଅଧିକ ଗ୍ରହଣୀୟ ବୋଲି ବିଚାର କରାଯାଏ? ସ୍ୱାର୍ଥ ତତ୍ତ୍ୱ। ଆଜ୍ଞା। ହୁଁ। ତାପରେ ନିମ୍ନୋକ୍ତ ମଧ୍ୟରୁ କେଉଁ ଦଳଟି ଭାରତ ସ୍ୱାଧୀନତା ହେବା ପୂର୍ବରୁ ନଥିଲା? ହୁଁ। ବିଜେପି। ବିଜେପିଟା ସ୍ୱାଧୀନତା ପରେ ହେଲା 1980ରେ। ଆଜ୍ଞା। ଆମର ଦେଶ ସ୍ୱାଧୀନ ହେଲା କେବେ? 1987 ନା 1947 ଅଗଷ୍ଟ 15 ତାରିଖରେ ସ୍ୱାଧୀନ ହେଲା। ସିଏ ପଚାରୁଛି କୋଉଟା ତା ପୂର୍ବରୁ ନଥିଲା, ତାହେଲେ ବିଜେପିଟା 1980ରେ ହେଇଛି, ସେଇଥିପାଇଁ ବିଜେପି ହବ ଉତ୍ତର। ତାପରେ ରାଜନୈତିକ ଦଳମାନଙ୍କୁ ସ୍ୱୀକୃତ ଦେବା ଉଦ୍ଦେଶ୍ୟରେ ଏଗୁଡ଼ିକ ମଧ୍ୟରୁ କାହାକୁ ରାଜନୈତିକ ମାନ୍ୟତା ଦିଆଯାଏ ନାହିଁ? କାହାକୁ ରାଜ୍ୟର ମାନ୍ୟତା ଦିଆଯାଇନି? ଚଣ୍ଡିଗଡ଼। ଆଉ ଗୋଟେ ହେଉଛି NCT ନ୍ୟାସନାଲ କ୍ୟାପିଟାଲ ଟେରିଟୋରି, ଦିଲ୍ଲୀ ଯୋଉଟା। ଦିଟା ଆମେ ପଢ଼ିଲା ବେଳେ କହିନଥିଲି ନା, ଦିଟା କେନ୍ଦ୍ରଶାସିତ ଅଞ୍ଚଳକୁ ଦିଆଯାଇଛି ରାଜ୍ୟର ମାନ୍ୟତା, ମାନେ ରାଜନୈତିକ ଦଳମାନଙ୍କୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ଏଗୁଡ଼ିକୁ ମଧ୍ୟରୁ କାହାକୁ ରାଜ୍ୟର ମାନ୍ୟତା ଦିଆଯାଇ ନାହିଁ। ଏଇଠି ଆମେ ପଢ଼ିଲା ବେଳେ କହିଥିଲେ, ଅଣ୍ଡରଲାଇନ୍ କରିଥିଲେ। ଏଇବା ଦଳୀୟ ସ୍ୱୀକୃତି ପରିପ୍ରେକ୍ଷୀରେ ହେଉଛି ଦିଲ୍ଲୀର ଜାତୀୟ ରାଜଧାନୀ ଅଞ୍ଚଳ ବା NCT ଓ କେନ୍ଦ୍ରଶାସିତ ଅଞ୍ଚଳ ପଣ୍ଡିଚେରୀକୁ ରାଜ୍ୟର ମାନ୍ୟତା ଦିଆଯାଇଛି। ସେ ପ୍ରଶ୍ନ କ'ଣ ପଚାରିଛି? ଦିଆଯାଇ ନାହିଁ। ବୁଝିପାରିଲ ନା? ପଣ୍ଡିଚେରୀ ଆଉ ଦିଲ୍ଲୀକୁ ଦିଆଯାଇଛି। ଏଠି ତାହେଲେ ଅପସନରେ କ'ଣ ଅଛି? ଦିଲ୍ଲୀ, ପଣ୍ଡିଚେରୀ, ଚଣ୍ଡିଗଡ଼। ତାହେଲେ କ'ଣ ହେବ ଉତ୍ତର? ଚଣ୍ଡିଗଡ଼। କାରଣ ପଣ୍ଡିଚେରୀ ଆଉ ଦିଲ୍ଲୀକୁ ଦିଆଯାଇଛି, ରାଜ୍ୟର ମାନ୍ୟତା ଦିଆଯାଇଛି। ଏଟା ହେଉଛି ଦିଆଯାଇ ନାହିଁ, ଚଣ୍ଡିଗଡ଼ ହବ। ତାପରେ ନେକ୍ସଟ କ୍ୱେଶ୍ଚନ। କେଉଁ ଜାତୀୟ ରାଜନୈତିକ ଦଳ ମୁଖ୍ୟତଃ ଉତ୍ତର ପୂର୍ବାଞ୍ଚଳରେ ସୀମିତ ଅଟେ? NCP ରାଇଟ୍। ତାପରେ ନିମ୍ନୋକ୍ତ ମଧ୍ୟରୁ କେଉଁଟି ଭାରତର କୌଣସି ରାଜ୍ୟରେ ସର୍ବାଧିକ କାଳ ଶାସନ କରିଥିବା ଆଞ୍ଚଳିକ ଦଳ ଅଟେ? ସିକ୍କିମ ଡେମୋକ୍ରାଟିକ୍ ଫ୍ରଣ୍ଟ। ଭେରି ଗୁଡ୍। ନିମ୍ନୋକ୍ତ ମଧ୍ୟରୁ କେଉଁ ମୁଖ୍ୟମନ୍ତ୍ରୀ ଚିତ୍ର ତାରକା ନଥିଲେ? ସେ କହୁଛି କିଏ ଫିଲ୍ମ ଷ୍ଟାର ନଥିଲେ? ଆମର ପଢ଼ିଲା ବେଳେ କହିନଥିଲି କି ବହୁତ ଫିଲ୍ମ ଷ୍ଟାର ହେଇଛନ୍ତି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ। ପଢ଼ିଲା ବେଳେ କହିନଥିଲି ଯେମିତି ଜୟଲଳିତା, NTR। ହଁ, ବୁଝିପାରୁଛ ନା? ସିଏ ଏମାନଙ୍କ ଭିତରୁ କିଏ ନଥିଲେ ଫିଲ୍ମ ଷ୍ଟାର କହିଲୁ ଦେଖି? ଏନ୍ କରୁଣାନିଧି। ତାପରେ ନିମ୍ନୋକ୍ତ ମଧ୍ୟରୁ କେଉଁଟି ମେଣ୍ଟ ରାଜନୀତି ଏକ ବାସ୍ତବ ପ୍ରକୃତି ନୁହେଁ? ଅନମନୀୟ ସିଦ୍ଧାନ୍ତ। ଅନମନୀୟ ସିଦ୍ଧାନ୍ତ ଗୋଟେ ବାସ୍ତବ ପ୍ରକୃତି ନୁହେଁ ମେଣ୍ଟ ରାଜନୀତିର। ଆର ଗୁଡ଼ା ସବୁ ମାନେ ମେଣ୍ଟ ରାଜନୀତିର ଏକ ବାସ୍ତବ ପ୍ରକୃତି, ଯେମିତି ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମ, ସାଲିସ ପନ୍ଥା, ପରିଣାମବାଦକୁ ଗୁରୁତ୍ୱ ହେଉଛି ରାଜନୀତିର ଏକ ବାସ୍ତବ ପ୍ରକୃତି। ସେ ପଚାରୁଛି ନୁହେଁ, ଅନମନୀୟ ସିଦ୍ଧାନ୍ତ। ତାପରେ ଏ ପର୍ଯ୍ୟନ୍ତ ସର୍ବାଧିକ ଶାସନ କାଳ ଉପଭୋଗ କରିଥିବା ଭାରତୀୟ ମୁଖ୍ୟମନ୍ତ୍ରୀ କିଏ? ପବନ କୁମାର ଚାମଲିଂ। ସେ କେତେ ବର୍ଷ ଶାସନ କରିଛନ୍ତି? 24 ବର୍ଷ 165 ଦିନ। ବୁଝିପାରିଲ ନା? ସେ ସବୁଠୁ ଅଧିକ ମୁଖ୍ୟମନ୍ତ୍ରୀ ଅଛନ୍ତି ଶାସନ କାଳ ତାଙ୍କର, ପବନ କୁମାର ଚାମଲିଂ। ତାପରେ ଆମ୍ ଆଦମୀ ପାର୍ଟିର ନିର୍ବାଚନ ସଂକେତ କ'ଣ? ଝାଡୁ। କେଉଁ ପ୍ରଧାନମନ୍ତ୍ରୀ ଦିନକ ପାଇଁ ମଧ୍ୟ ସଂସଦ ସମ୍ମୁଖୀନ ହୋଇଥିଲେ? VP ସିଂ। ଚୌଧୁରୀ ଚରଣ ସିଂ ପା। ଏଇଠି ପଢ଼ିଲା ବେଳେ କହିନଥିଲି ନା, ଅଣ୍ଡରଲାଇନ୍ କରାହେଇଥିଲା। ଦେଖ କିଏ ଅଳ୍ପ ଦିନ ପାଇଁ ହେଇଥିଲା ହେଉଛି ଇଏ 24 ଦିନ। ସେ ବା ଲେଖିଛି କେତେ ଦିନ ପାଇଁ? ମାତ୍ର ଦିନକ ପାଇଁ। ଦିନକ ପାଇଁ। ଏଇଠି ଇଏ ତ ବାଜପେୟୀ ତ 13 ଦିନ ପାଇଁ ହେଇଥିଲେ। ବୁଝିପାରୁଛ ନା? ଇଏ ପଚାରୁଛି କିଏ କ'ଣ ପଚାରୁଛି କ୍ୱେଶ୍ଚନଟା? ପ୍ରଧାନମନ୍ତ୍ରୀ ଦିନକ ପାଇଁ ସଂସଦର ହେଇଥିଲେ। ଦେଖୁନ ଅଣ୍ଡରଲାଇନ୍ କରାହେଇଥିବ।
ଇଏ 24 ଦିନ ପାଇଁ ହେଉଛି କରିବାର ମାତ୍ର 24 ଦିନ ପରେ ଜଣେ ପ୍ରଧାନମନ୍ତ୍ରୀରୁ ନିଯୁକ୍ତ ହେବେ। ପ୍ରଶ୍ନ ପଚାରିଛି କେଉଁ ପ୍ରଧାନମନ୍ତ୍ରୀ ଦିନକ ପାଇଁ ମଧ୍ୟ ସଂସଦର ସମ୍ମୁଖୀନ ହୋଇଥିଲେ? ଗୋଟିଏ ଦିନ ପାଇଁ ସଂସଦର ସମ୍ମୁଖୀନ ହୋଇଥିଲେ। ଚୌଧୁରୀ ଚରଣ ସିଂ। ସମୁଦାୟ 24 ଦିନ ରହିଛନ୍ତି ସେ। ଦେଖୁନୁ ଏଇଠି ଦେଖି ଲେଖା ହେଇଛି ବାସ୍ତବ ପରିସ୍ଥିତିକୁ ଅନୁଧ୍ୟାନ କରି ଦିନଟିଏ ପାଇଁ ହେଲେ ବି ଲୋକସଭାର ସମ୍ମୁଖୀନ ନ ହୋଇ ଦାୟିତ୍ୱ ଗ୍ରହଣ କରିବାର ମାତ୍ର 24 ଦିନ ମଧ୍ୟରେ। ବୁଝିପାରିଲ? 24 ଦିନ ମଧ୍ୟରେ 24 ଦିନ ପରେ ଚରଣ ସିଂ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଅବଶ୍ୟ ମୋଟ ଉପରେ ଏହି ସରକାର ଯେଉଁ 1979 ଜୁଲାଇ 28ରୁ 1980 ଜାନୁଆରୀ 14 ପର୍ଯ୍ୟନ୍ତ କ୍ଷମତାରେ ଥିଲେ। ତାପରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରତିଷ୍ଠାତା କିଏ? ଏ ଓ ହ୍ୟୁମ୍, ଆଲାନ ଅକ୍ଟାଭିଆନ ହ୍ୟୁମ୍। ଓଡ଼ିଶାର ମୁଖ୍ୟ ଆଞ୍ଚଳିକ ଦଳର ନାମ କ'ଣ? ବିଜେଡି। ବିଜୁ ଜନତା ଦଳ। କେଉଁ ଦଳ ବି ଆର୍ ଆମ୍ବେଦକର ଆଦର୍ଶଗତ ପ୍ରେରଣା ଗଠିତ? ବିଏସ୍ପି। ବହୁଜନ ସମାଜବାଦୀ ପାର୍ଟି। ସାଇକେଲ କେଉଁ ଦଳର ନିର୍ବାଚନ ଚିହ୍ନ? ଏସ୍ପି ମାନେ ସମାଜବାଦୀ ପାର୍ଟି ଆଉ ଟିଡିପି ତେଲୁଗୁ ଦେଶମ ପାର୍ଟି, ଏଇ ଦୁଇଟାର ଦଳ ଚିହ୍ନ ହେଉଛି ସାଇକେଲ। ଡିଏମ୍କେ ହେଉଛି ଦେଶର ସର୍ବପୁରାତନ ଆଞ୍ଚଳିକ ଦଳ। ଡିଏମ୍କେ ନୁହଁ, ଅକାଳୀ ଦଳ। ସେଟା କୋଉଠି ଅଛି? ପଞ୍ଜାବରେ। ତାପରେ 3 ନମ୍ବର ଖ। ଭାରତୀୟ ଜନତା ପାର୍ଟି 1970 ମସିହାରେ ଗଠିତ। 1970 1980। ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ନିର୍ବାଚନ ଚିହ୍ନ ହେଉଛି ହାତୁଡ଼ି ଆଉ ଦା। ହାତୁଡ଼ିଆ 5 ମୁନିଆ ତାରା। ଯୋଉ ଦା ଆଉ ଶସ୍ୟ କଣ୍ଡା ଲେଖା ହେଇଛି ସେଟା କଟିଯିବ, ଭୁଲ ଅଛି, ସେଟା ହାତୁଡ଼ିଆ 5 ମୁନିଆ ତାରା। ତାପରେ 4 ନମ୍ବର କ। ଭାରତରେ ବହୁଦଳୀୟ ବ୍ୟବସ୍ଥା କାର୍ଯ୍ୟ କରୁଛି। ଭାରତୀୟ ଜାତୀୟ କଂଗ୍ରେସ 1985 ମସିହାରେ ପ୍ରତିଷ୍ଠିତ ହୋଇଥିଲେ। ସର୍ବପ୍ରଥମେ 1956 ମସିହାରେ 52ତମ ସମ୍ବିଧାନ ସେଟା 1985 ପଢିଲା ବେଳେ କହୁନଥିଲା ଦଳ ବଦଳ ନିୟମଟା 1985 52ତମ ସମ୍ବିଧାନ ସଂଶୋଧନ 1985। ହଁ, 1985 ମସିହାରେ 52ତମ ସମ୍ବିଧାନ ସଂଶୋଧନ ବଳରେ ଦଳ ବଦଳ ନିରୋଧ ଆଇନ ସୃଷ୍ଟି ହୋଇଥିଲା। ଏକଦଳୀୟ ବ୍ୟବସ୍ଥା ବାସ୍ତବରେ ଏକଛତ୍ରବାଦର ଏକ ରୂପ। ବହୁଜନ ସମାଜ ପାର୍ଟି ଏଇଟା ଆସିବନି। କାନ୍ସିରାମ ପା ପଢିଲା ବେଳେ କହିଥିଲି, କାନ୍ସିରାମ ହଉଛନ୍ତି ବହୁଜନ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା। ইয়ার কোশ্চেন আনসর গুଡ଼ା କରିଦେଇଛୁ କି? ଏଇ 2 ନମ୍ବର 5 ନମ୍ବର 6 ନମ୍ବର କରିଛୁ କି? କିଛି ଲେଖିନୁ। ଦଳମାନଙ୍କ ପଞ୍ଜୀକରଣ କ'ଣ? ପଢିଲା ବେଳେ କହିଥିଲି ନିର୍ବାଚନ ଆୟୋଗ କେମିତି 60 ଦିନ ମଧ୍ୟରେ ତୁମେ ତମ ଦଳଟେ କେମିତି ପ୍ରତିଷ୍ଠ କରାହବ, 30 ଦିନ ଭିତରେ ତମର ସିଇଓ କରିବ, ଚିହ୍ନ ଦବ, ସିଏ ତମକୁ ପରମିଶନ ଦେବେ, ନୁହେଁ କି? ହଁ, ସେଇଟା ଦଳମାନଙ୍କର ପଞ୍ଜୀକରଣ ମାନେ ନିର୍ବାଚନ ଆୟୋଗ କରିବେ। ମେଣ୍ଟ ରାଜନୀତି କ'ଣ ଆସିବ? ମାନେ ଯଦି ଗୋଟିଏ ଦଳ ସଂଖ୍ୟାଗରିଷ୍ଠତା ହାସଲ ନ କରିପାରେ ଅନ୍ୟ ଦଳମାନଙ୍କ ସହିତ ମିଶିକି ଯେଉଁ ଶାସନ କରିବାଟାକୁ କୁହାହେଉଛି ମେଣ୍ଟ ରାଜନୀତି। ବୁଝିପାରୁଛ ନା? ବିଜେଡି ଯେମିତି କରିଥିଲେ, ବୁଝିପାରୁଛ ନା? ଏବେ ବି ସେଣ୍ଟରରେ ଯେଉଁ ବିଜେପି ଅନ୍ୟ ଦଳ ସହିତ ମିଶିକି କରିଛି, ବୁଝିହେଲା? ସେବେଳେ ଏଟା ଭାରତରେ ଜାତୀୟ ରାଜନୈତିକ ଦଳମାନଙ୍କ ନାମ କ'ଣ ଆସିଯିବ? ବିଜେପି ଆଉ ତୃଣମୂଳ କଂଗ୍ରେସ। 9ଟା ଅଛି, 9ଟା ଅଛି। ସେଇ 9ଟା ପଢିଲା ବେଳେ କହିଥିଲି, ସେଇଟାକୁ ଦେଖିକି କରିଦେବ। ତାପରେ ଦଳ ବଦଳ ରାଜନୀତି କ'ଣ ପଢିଲା ବେଳେ କହିଥିଲି,
10 ଅନୁସୂଚୀରେ ଅଛି ଆଣ୍ଟି ଡିଫେକ୍ସନ୍ ଲ ବା ଦଳବଦଳ ରାଜନୀତି ଗୋଟେ ଦଳ ସେଟା ବୁଝିଛ ସେଟା ଲେଖିବ। ଜାତୀୟ ରାଜନୈତିକ ଦଳ କହିଲେ କ'ଣ ବୁଝ ଲେଖିବ। 4 ଗୋଟି ରାଜ୍ୟରୁ ରାଜ୍ୟରୁ ଉର୍ଦ୍ଧ୍ୱ ଅଧିକ ଶାସନ ଥିବ। ହଁ ମାନେ ରାଜନୈତିକ ଦଳ ମାନ୍ୟତା ମିଳିଥିବ ବୁଝିପାରିଲ ନା। ଆଉ ଦ୍ୱିଦଳୀୟ ବ୍ୟବସ୍ଥା କ'ଣ ବୁଝିଛ ମାନେ ଗୋଟେ ଦେଶରେ ଯଦି 2ଟା ଦଳ ଥିବ। ଏଠି ତ ଆମର ବହୁଦଳୀୟ ଭାରତରେ ଯେମିତି ଇଂଲଣ୍ଡ ଆମେରିକା ଲଣ୍ଡନରେ 2 ଦଳୀୟ ବ୍ୟବସ୍ଥା ସେ 2 ଦଳୀୟ ବ୍ୟବସ୍ଥାଟା ଲେଖିବ। ତାପରେ ଏଠି 6 ନମ୍ବର କ ଭାରତରେ ବିରୋଧୀ ଦଳ ଭୂମିକା ଆସିବ। ଯାହା ବୁଝିଛ ସେଇଟା ଲେଖିଦେବ ହେଲା। ଜାତୀୟ ଦଳ ଆଞ୍ଚଳିକ ଦଳ ମଧ୍ୟରେ ପାର୍ଥକ୍ୟ କ'ଣ ଆସିବ ପଢ଼ିଲା ବେଳେ କହିଦେଇଛି ସେଇଟା ଲେଖିବ। ଭାରତରେ ରାଜନୈତିକ ଦଳଗୁଡ଼ିକ ଅଧିକ ଅଣରାଜନୈତିକ ସେଇଟାକୁ ଟିକେ ବୁଲେଇ ବଙ୍କେଇକି କହିଛି। ଏଠି କ'ଣ କରିବ ରାଜନୈତିକ ଦଳଗୁଡ଼ିକ କେମିତି ମାନେ ଏଇଟା ଯେଉଁ କେଉଁ ପଏଣ୍ଟ ଗୁଡ଼ା ହେବ ଭାରତରେ ରାଜନୈତିକ ଦଳଗୁଡ଼ିକ ଅଧିକ ଅଣରାଜନୈତିକ ଏଇଠି ଏଇ ପଏଣ୍ଟ ଗୁଡ଼ା ହେବ। ଏଇଟାକ ସରକାର ମୁଖ୍ୟଙ୍କ ଗୁରୁତ୍ୱ ହ୍ରାସ ସାମ୍ବିଧାନିକ ମୁଖ୍ୟଙ୍କ ସକ୍ରିୟ ଏକ ସୁପର କ୍ୟାବିନେଟ୍ର ଅଭ୍ୟୁଦୟ ଏଗୁଡ଼ାକ ହେବ। ରାଜନୈତିକ ବୈସାଦୃଶ୍ୟ ମନ୍ତ୍ରୀମାନଙ୍କ ଦାୟିତ୍ୱ ଏକ ପ୍ରହର୍ଷଣ ଶକ୍ତିଶାଳୀ ଅମଲାତନ୍ତ୍ର ବାରମ୍ବାର ନିର୍ବାଚନ ଆର୍ଥିକ ବୋଝ ଏଇଟା ହେବ। ସେଇଟା ଅଣରାଜନୈତିକ ଯେଉଁ ହେଉଛି ରାଜନୈତିକ ଦଳଗୁଡ଼ିକ। ଆଉ ଆଞ୍ଚଳିକ ଦଳଗୁଡ଼ିକ ରାଜନୈତିକ ଅଧିକ ପ୍ରତିଯୋଗିତାମୂଳକ କରନ୍ତି ଏଇଟା ଲେଖିବ। ଏକଦଳୀୟ ଆଧିପତ୍ୟ ଭାରତୀୟ ରାଜନୀତିର ଚିର ସହଚର ଏଟାକୁ ଲେଖିବ ବୁଝିକି। ଏଇଟା ହେଲା ଇଏ। ଏଥର ଏଇ ଦ୍ୱିତୀୟ ବିଷୟଟି ଆଜି ସରିଗଲା। এই ବିଷୟଗୁଡ଼ିକୁ ମନ ଧ୍ୟାନ ଦେଇକି ଶୁଣିବ ସମସ୍ତେ ପିଲାମାନେ। ଆଉ ଯଦି କେଉଁଟା ନ ବୁଝିପାରୁଛ କମେଣ୍ଟରେ ମେସେଜ୍ କରିବ ମୋତେ। ଆଉ କେମିତି ବେଟର୍ ହେଇପାରିବ ସେଇଟା ମତାମତ ଦେବ। ଆଉ ଏତିକି କହିକି ମୋ ଭିଡ଼ିଓଟିକୁ ରଖିବି। ସବସ୍କ୍ରାଇବ୍ ସେୟାର ଲାଇକ୍ କମେଣ୍ଟ ଜରୁରୀ କରିବ। ରହୁଛି।